2026 ରୁ 2027 ଭିତରେ ଏଲିନୋର ପ୍ରଭାବ ପୁରା ପୃଥିବୀରେ ରହିବ। ଏହା ଦ୍ୱାରା ଭାରତ ଏବଂ ଓଡ଼ିଶା ବି ପ୍ରଭାବିତ ହେବ। ତେବେ ଏହି ଏଲିନୋ କାରଣରୁ ଅନେକ ସ୍ଥାନରେ ବର୍ଷା ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବା ବେଳେ କିଛି ସ୍ଥାନରେ ମରୁଡ଼ିର ଆଶଙ୍କା ବି ରହିଛି। ତେବେ ଦର୍ଶକ ବନ୍ଧୁ, ଏଲିନୋକୁ ନେଇ ଗୋଟିଏ ସାଧାରଣରେ ଚର୍ଚ୍ଚା ହୁଏ, ଏହା ଦୁର୍ଭିକ୍ଷର କାରଣ ହୋଇପାରେ। ସତରେ କଣ ଏଲିନୋ ଯୋଗୁଁ ବର୍ତ୍ତମାନ ଭୟଙ୍କର ମରୁଡ଼ିର ଆଶଙ୍କା ରହିଛି କି? ସତରେ କଣ ଏଲିନୋ କାରଣରୁ ଗୋଟିଏ ଭୟାବହ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ସାମ୍ନା କରିବାକୁ ଯାଉଛୁ କି? ଏସବୁର ଉତ୍ତର ଆଜି ଆପଣଙ୍କୁ ଏହି ରିପୋର୍ଟରେ ମିଳିବ। ନମସ୍କାର, ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଚଳିତ ବର୍ଷ ଠାରୁ 2027 ମସିହା ପର୍ଯ୍ୟନ୍ତ ଏଲିନୋର ପ୍ରଭାବ ଦ୍ୱାରା ପୃଥିବୀ ପେଶୀ ହେବ। ତେବେ ଏହି ଏଲିନୋ କଣ, କେମିତି ଏହା ସୃଷ୍ଟି ହୋଇଥାଏ, ଏହାର ପ୍ରକୃତ ପ୍ରଭାବ କଣ, ଅନେକ ରିପୋର୍ଟ ଏହାର ଭିତରେ ସାମ୍ନାକୁ ଆସୁଛି। ହେଲେ ଏହି ଏଲିନୋ କାରଣରୁ ଆପଣମାନେ ଜାଣନ୍ତି କି କେତେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା ଆମେ କରିବାକୁ ଯାଉଛୁ। ସାଧାରଣତଃ ଏଲିନୋ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥାଏ ବା ପ୍ରଶାନ୍ତ ମହାସାଗର ହିଁ ଏଲିନୋର ପ୍ରକୃତ ସ୍ଥାନ। ତେବେ ଆପଣମାନଙ୍କ ଭିତରେ ପ୍ରଶ୍ନ ଉଠୁଥିବ ଯେ ଭାରତର ତିନି ପାର୍ଶ୍ୱରେ ଭାରତ ମହାସାଗର, ବଙ୍ଗୋପସାଗର ଏବଂ ଆରବ ସାଗର ରହିଛି। ତେବେ ପ୍ରଶାନ୍ତ ମହାସାଗରର ପ୍ରଭାବ ଭାରତ ଉପରେ କାହିଁକି ପଡ଼ିବ? କିନ୍ତୁ ପ୍ରଶାନ୍ତ ମହାସାଗରର ସୃଷ୍ଟି ହେଉଥିବା ବାୟୁମଣ୍ଡଳର ଗତିବିଧି ଭାରତର ବାୟୁମଣ୍ଡଳକୁ ପ୍ରଭାବିତ କରେ। ବଙ୍ଗୋପସାଗରର ବାୟୁମଣ୍ଡଳ ଏହା ଦ୍ୱାରା ଅଧିକ ପ୍ରଭାବିତ ହୁଏ। ଫଳରେ ଏଲିନୋର ପ୍ରଭାବ ମଧ୍ୟ ଭାରତ ଏବଂ ଆମ ରାଜ୍ୟ ଉପରେ ପଡ଼ିବ। ସାଧାରଣତଃ ପ୍ରଶାନ୍ତ ମହାସାଗରରେ ଉଚ୍ଚ ଚାପ ରହିଥାଏ ବା ଗୁରୁଚାପ କ୍ଷେତ୍ର ରହିଥାଏ। ଏହି ସମୟରେ ପ୍ରଶାନ୍ତ ମହାସାଗରର ତାପମାତ୍ରା 0.4 ଡିଗ୍ରୀ ସେଲସିୟସ୍ ଭିତରେ ସୀମିତ ଥାଏ। କିନ୍ତୁ ଯେତେବେଳେ ପ୍ରଶାନ୍ତ ମହାସାଗରର ତାପମାତ୍ରା ବଢ଼େ, ଏହା ଏଲିନୋ ସୃଷ୍ଟି କରିଥାଏ ଏବଂ ଏହି ଏଲିନୋ ସୃଷ୍ଟି ହେବାର ପ୍ରକ୍ରିୟା ବର୍ତ୍ତମାନ ସମୟରେ ଆରମ୍ଭ ହୋଇସାରିଛି। ପ୍ରଶାନ୍ତ ମହାସାଗରର ତାପମାତ୍ରା 0.4 ଡିଗ୍ରୀ ସେଲସିୟସ୍ରୁ ବଢ଼ି 0.9 ଡିଗ୍ରୀ ସେଲସିୟସ୍ରେ ପହଞ୍ଚି ଯାଇଛି। ଆଉ ଯେତେବେଳେ ପ୍ରଶାନ୍ତ ମହାସାଗରର ତାପମାତ୍ରା 1.5 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଏ, ସେତେବେଳେ ଏହା ଶକ୍ତିଶାଳୀ ଏଲିନୋ ସୃଷ୍ଟି କରେ। ଆଉ ଯେତେବେଳେ ଏହି ତାପମାତ୍ରା 1.5 ଡିଗ୍ରୀରୁ 2.5 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଏ, ଏହା ସୁପର ଏଲିନୋ ସୃଷ୍ଟି କରିଥାଏ। ଏବଂ ଚଳିତ ବର୍ଷ ଯାହା ଆଶଙ୍କା କରାଯାଉଛି ବା ଯେଉଁ ପୂର୍ବାନୁମାନ କରାଯାଉଛି, ସେଥିରେ ପ୍ରଶାନ୍ତ ମହାସାଗରର ତାପମାତ୍ରା 2.5 ଡିଗ୍ରୀ ସେଲସିୟସ୍ରୁ 3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅର୍ଥାତ୍ 0.4 ସେଲସିୟସ୍ ତାପମାତ୍ରା ବୃଦ୍ଧି ପାଇ 3 ଡିଗ୍ରୀ ସେଲସିୟସ୍ ବା 3.5 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ। ଫଳରେ ଏଲିନୋ ସୃଷ୍ଟି ହେବ। ଆଉ ଏଲିନୋ ଯେତେବେଳେ ସୃଷ୍ଟି ହେବ, ସେତେବେଳେ ଏହାର ପ୍ରଭାବ ଓଡ଼ିଶାରେ ଏବଂ ଭାରତରେ ମଧ୍ୟ ପଡ଼ିବ। ଏଲିନୋ ସୃଷ୍ଟି ହେଲେ ପ୍ରଶାନ୍ତ ମହାସାଗରର ଯେଉଁ ଗୁରୁଚାପ କ୍ଷେତ୍ର ଥାଏ, ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଯାଏ। ଯେତେବେଳେ ପ୍ରଶାନ୍ତ ମହାସାଗରରେ ଗୁରୁଚାପ କ୍ଷେତ୍ର ଥାଏ, ସେତେବେଳେ ଜୁନ ମାସରୁ ସେପ୍ଟେମ୍ବର ମାସ ଭିତରେ ବଙ୍ଗୋପସାଗରରେ ଅନେକ ଲଘୁଚାପ ସୃଷ୍ଟି ହୋଇଥାଏ। ତୁହାକୁ ତୁହା ବର୍ଷା ହୋଇଥାଏ, ଫଳରେ ମୌସୁମୀ ସକ୍ରିୟ ରହିଥାଏ। କିନ୍ତୁ ଯେତେବେଳେ ପ୍ରଶାନ୍ତ ମହାସାଗରରେ ଲଘୁଚାପ ସୃଷ୍ଟି ହେବ, ଏହାର ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପର ମାତ୍ରା ହ୍ରାସ ପାଇପାରେ କିମ୍ବା ବଢ଼ି ବି ଯାଇପାରେ। ସାଧାରଣ ସମୟରେ ପ୍ରଶାନ୍ତ ମହାସାଗରରେ ଯେତେବେଳେ ଗୁରୁଚାପ ଥାଏ, ସେତେବେଳେ ବାୟୁ ପଶ୍ଚିମରୁ ପୂର୍ବ ଦିଗକୁ ପ୍ରବାହିତ ହୁଏ ବଙ୍ଗୋପସାଗରରେ ଏବଂ ଏହା ଦ୍ୱାରା ମୌସୁମୀ ମଧ୍ୟ ଅଧିକ ସକ୍ରିୟ ରହିଥାଏ। କିନ୍ତୁ ପ୍ରଶାନ୍ତ ମହାସାଗରରେ ଏଲିନୋ କାରଣରୁ ଲଘୁଚାପ ସୃଷ୍ଟି ହେଲେ ବଙ୍ଗୋପସାଗରରେ ବାୟୁମଣ୍ଡଳର ଦିଗ ବଦଳି ଯାଇଥାଏ ଏବଂ ପୂର୍ବରୁ ଏହା ପଶ୍ଚିମ ଭାଗକୁ ପ୍ରବାହିତ ହୋଇଥାଏ। ଫଳରେ ଅନେକ ସମୟରେ ବର୍ଷାରେ ଅନିୟମିତତା ଦେଖାଯାଏ। ଆଗକୁ ବର୍ଷା ଦିନ ଆସୁଛି ଏବଂ ସାଧାରଣତଃ ବର୍ଷା ସମୟରେ ଗୋଟିଏ ପରେ ଗୋଟିଏ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବା ଫଳରେ ମୌସୁମୀ ଅଧିକ ସକ୍ରିୟ ରହିବାର ନଜିର ଥାଏ। କିନ୍ତୁ ଯେତେବେଳେ ପ୍ରଶାନ୍ତ ମହାସାଗରରେ ଲଘୁଚାପ ସୃଷ୍ଟି ହେବ ଏବଂ ଏଲିନୋ ଝଡ଼ ମାଡ଼ି ଆସିବ, ସେତେବେଳେ ବଙ୍ଗୋପସାଗରରେ ଲଘୁଚାପ ସଂଖ୍ୟା କମିଯିବାର ଆଶଙ୍କା ରହିଛି ବା ଅନେକ କ୍ଷେତ୍ରରେ ଲଘୁଚାପ ଅଧିକ ବଢ଼ିଯିବାର ମଧ୍ୟ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଏଣୁ ବର୍ଷାରେ ଗୋଟିଏ ଅନିୟମିତତା ଦେଖାଦେବ। ଅର୍ଥାତ୍ ଓଡ଼ିଶାର ଏମିତି ଅନେକ ଜିଲ୍ଲା ରହିବ ଯେଉଁଠାରେ ଅଧିକ ବର୍ଷା ହେବ, କିନ୍ତୁ ସେହି ଜିଲ୍ଲାର ଆଉ ଏକ ଅଞ୍ଚଳରେ ମରୁଡ଼ିର ଆଶଙ୍କା ମଧ୍ୟ ବୃଦ୍ଧି ପାଇବ। ଅର୍ଥାତ୍ ବର୍ଷା ବକେଟ୍ ୱାଇଜ୍ ହେବ।
गोटे जिल्लार किछि अंचल वर्षा अधिक हेब सेठारे नदी रे जलस्तर वृद्धि पाउथिबा बेले जिल्लार अन्य पाखरे वर्षार परिमाण यथेष्ट कमी जिवो एवं एही एलिनो कारणरू जा वर्तमान रो पाणीपाग विशेषज्ञ माने आकलन करुछंती वर्तमान जो एलिनो सृष्टिर प्रक्रिया आरंभ होई सारिछि ताहा जून मास बेलकु सक्रिय होई जिवो एवं ଏହା ପରେ ଜୁନ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଭାରତରେ ଏକ ଷ୍ଟ୍ରଙ୍ଗ ଏଲିନୋର ପ୍ରଭାବ ରହିବ। ପରବର୍ତ୍ତୀ ସମୟରେ ଏହି ଏଲିନୋ ଆହୁରି ବଳ ଗୋଟାଇବ ଏବଂ ନଭେମ୍ବର ମାସରୁ 2027 ଜାନୁଆରୀ ମାସ ପର୍ଯ୍ୟନ୍ତ ସୁପର ଏଲିନୋର ପ୍ରଭାବ ରହିବ। ତେବେ ଦର୍ଶକ ବନ୍ଧୁ ସୁପର ଏଲିନୋ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ପ୍ରଶାନ୍ତ ମହାସାଗରରେ ତାପମାତ୍ରା 2.5 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଯାଏ। 1877 ମସିହାରେ ଶେଷ ଥର ପାଇଁ ଏହି ସୁପର ଏଲିନୋ ସୃଷ୍ଟି ହୋଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ମଧ୍ୟ 1997 ମସିହା 2002 ମସିହା 2009 ମସିହା 2015 ମସିହା ଏବଂ ଶେଷ ଥର ପାଇଁ 2023 ମସିହାରେ ଏଲିନୋ ସୃଷ୍ଟି ହେବାର ନଜିର ରହିଛି। କିନ୍ତୁ 1877 ମସିହା ପରେ ଏତେ ବଡ଼ ବା ଶକ୍ତିଶାଳୀ ସୁପର ଏଲିନୋ ସୃଷ୍ଟି ହୋଇନଥିଲା। ଏହି ଏଲିନୋ ବର୍ତ୍ତମାନ ସମୟରେ ମରୁଡ଼ିର କାରଣ ହୋଇପାରେ, କିଛି ସ୍ଥାନରେ ବର୍ଷାର ଅଭାବ କାରଣରୁ ଚାଷ ନଷ୍ଟ ହୋଇପାରେ, ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ବନ୍ୟାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇପାରେ। ତେବେ ଇଏ ଗୋଟିଏ ଏମିତିକା ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରେ ଯେତେବେଳେ ମରୁଡ଼ିର ଦିଗ ବି ସାମ୍ନାକୁ ଆସେ ଏବଂ ଭୟଙ୍କର ବାତ୍ୟା ଓ ବନ୍ୟାର ଚିତ୍ର ବି ସାମ୍ନାକୁ ଆସିପାରେ। ଏଣୁ ଏହାକୁ ସାମଗ୍ରିକ ଭାବରେ ମୁକାବିଲା କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର କେଉଁ ସବୁ ଜିଲ୍ଲାରେ ଅଧିକ ଏଲିନୋର ପ୍ରଭାବ ରହିବ ତାର ଚିତ୍ର ସ୍ପଷ୍ଟ ହୋଇନଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମରୁଡ଼ି ଆଶଙ୍କା ଥିବା ନେଇ କିଛି ପାଣିପାଗ ରିପୋର୍ଟ କହୁଛି। ଅବଶ୍ୟ ଆଗକୁ ଏଥିରେ ମଧ୍ୟ ପରିବର୍ତ୍ତନ ଆସିପାରେ। ଅପରପକ୍ଷରେ ଯଦି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଏସବୁ ଜିଲ୍ଲାରେ ଲଘୁଚାପ ସୃଷ୍ଟି ହେଉଛି ତେବେ ଏହା ଦ୍ୱାରା ସାମଗ୍ରିକ ଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। କିନ୍ତୁ ଯଦି ଲଘୁଚାପ କ୍ଷେତ୍ର ଉତ୍ତର ଆନ୍ଧ୍ରପ୍ରଦେଶ ବା ଉତ୍ତର ଓଡ଼ିଶା ବା ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହେଉଛି ତେବେ ସେହି କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାରେ ହିଁ ବର୍ଷାର ମାତ୍ରା ଅଧିକ ରହିବ। ସମାନ୍ତରାଳ ଭାବରେ ଯଦି ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ କିମ୍ବା ଉତ୍ତର ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି ତେବେ କେବଳ ବର୍ଷାର ପ୍ରଭାବ ଉତ୍ତର ଓଡ଼ିଶାରେ ହିଁ ସୀମିତ ରହିଯିବ। ଏହା ଦ୍ୱାରା ଗୋଟିଏ ଅନିୟମିତତା ଦେଖାଦେବ ଅର୍ଥାତ୍ ଓଡ଼ିଶାର କିଛି ସ୍ଥାନ ବର୍ଷା ବନ୍ୟାର ସାମ୍ନା କରିପାରନ୍ତି, ଆଉ କିଛି ଅଞ୍ଚଳ ମରୁଡ଼ିର ସାମ୍ନା ବି କରିପାରନ୍ତି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମରୁଡ଼ିର ଆଶଙ୍କା ଯଥେଷ୍ଟ ଥିବା କୁହାଯାଉଛି। ତେବେ ଆଗକୁ ଏଲିନୋର ସ୍ପଷ୍ଟ ରିପୋର୍ଟ ଯେତେବେଳେ ଆସିବ ଆମେ ତାହା ଆପଣଙ୍କ ସାମ୍ନାରେ ନିହାତି ରଖିବୁ ଏବଂ କେମିତି ଏଲିନୋ ସମୟରେ ସତର୍କ ରହିବେ, ବିଶେଷ ଭାବରେ ଚାଷୀ କୂଳ କ'ଣ କରିବା ଦରକାର ନିଜ ଫସଲ ପାଇଁ ଫସଲର ସୁରକ୍ଷା ପାଇଁ ସେ ଦିଗରେ ମଧ୍ୟ ଆମେ ଆପଣଙ୍କୁ ସବିଶେଷ ତଥ୍ୟ ଦେବୁ। ତେବେ ଏହି ରିପୋର୍ଟ ଆପଣଙ୍କୁ କେମିତି ଲାଗିଲା ସେଥିପାଇଁ ନ୍ୟୁଜ୍ ରୁମ୍ର ସୋସିଆଲ ମିଡ଼ିଆ ସାଇଟ୍ ୟୁଟ୍ୟୁବ୍ ଓ ଫେସବୁକ୍ରେ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ कमेंट बॉक्स रे निजर मतामत लिखिबा सहित आम चैनल को सब्सक्राइब करने को आदौ भूलंतु नहीं। रहुची नमस्कार।